ହ୍ୟାଲୋ କଣ ହେଲା? ଆଜ୍ଞା ହଁ ହ୍ୟାଲୋ ଆଜ୍ଞା ବାବା କହୁନାହାନ୍ତି କି? ହଁ ହଁ ଆଜ୍ଞା ମୁଁ ଢେଙ୍କାନାଳରୁ କହୁଥିଲି। ହଁ ହଁ ଆପଣଙ୍କର ଯୋଉ ଚ୍ୟାନେଲ ଦେଖିକିରି ମୁଁ ଟିକେ ବାଇଆ ହେଇଯାଇଛି ଆଜ୍ଞା। ହଁ ହଁ ମୁଁ ଟିକେ ନୂଆ ଏଥିରେ ପଶୁଛି ଏଇ ମାଘ ମାସଠୁ ଟିକେ ଗୁରୁ ଦୀକ୍ଷା ଜଣକଠୁ ନେଇଛି ହଁ ହଁ ଯେ ଆପଣଙ୍କର ଯୋଉ ଏବେ ଶୁଣିକିରି ମୁଁ ପୁରା ମୋ ମୁଣ୍ଡ ଖରାପ। ଆପଣଙ୍କର ଜାଗାକୁ ମୁଁ କେମିତି ଯିବି ପହଞ୍ଚିବି? ହଁ ଆସୁନାହାନ୍ତି। ହଁ ଢେଙ୍କାନାଳରୁ କହୁଛି ମାନେ ମୁଁ ଗୋଟେ ମତେ ଅଳ୍ପ ବୟସ କିନ୍ତୁ ମୁଁ ଏଥର ଭିଜି ଯାଇଛି ବେଶୀ ଆଉ। ହୁଁ ହୁଁ ଯେ ଏଇ ଯୋଉ ମନ ପବନଟାକୁ କିନ୍ତୁ ମାନେ ସ୍ଥିର କରିବା ପାଇଁ ମୋର ଟିକେ ଚଗଲା ମନ ଟିକେ ଫର୍ମୁଲା ରହୁଛି ଆଜ୍ଞା। ଅଛି ଫର୍ମୁଲା ଅଛି ଚିନ୍ତା କର ନା ଏଇ ବିଷମର ବାବା ପାଖରେ ସେ ଫର୍ମୁଲା ଅଛି। ହଁ ମୁଁ ଯେତେ ଚେଷ୍ଟା କଲେ ହେଇପାରୁନାହିଁ ଆଉ ଆଜ୍ଞା। ନା ସେ ବିନା ଫର୍ମୁଲାରେ କିଛି ହବନି ସେ ଆଜ୍ଞା ହେଇଯିବ। ଆଉ ମୁଁ ଗୁରୁ ଦୀକ୍ଷା ନେଲି ଏବେ ଏଇ ମାଘ ପୂର୍ଣ୍ଣିମା ମୁଁ ଆଗରୁ ଏଥରେ ଯାଇଛି ହଁ କିନ୍ତୁ ଗୁରୁ ଦୀକ୍ଷା ନେଲି ଯେ ମତେ ସେ ଅଳ୍ପ କିଛି ଖାଲି ଜଷ୍ଟ ପଦୁଟେ କହିଛନ୍ତି ସେତିକି। ହଁ ହଁ ତାପର ଜିନିଷର ସିଏ କହୁନାହାନ୍ତି ଆପଣଙ୍କର ମୁଁ ଯୋଉଟା ଖୋଜୁଛି ଆପଣଙ୍କଠୁ ସେଇଟା ମୁଁ ପାଉଛି। ହଁ 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 ଯେ ସେଇ ଜିନିଷଟା ମୋର କିଛି ମନେ ରହୁନି ବା କରିପାରୁନି ମୁଁ କିଛି କେମିତି କଣ କରିବି ଆଜ୍ଞା ସେଇଟା ମୁଖ୍ୟ ହେଲାଣି। ହଉ ହଉ ତୁ ଆସିଲେ କେତେବେଳେ କଥା ହବା। ମୁଁ ଆପଣଙ୍କର ଏଇ ଯୋଉ ଭିଡିଓ ସବୁ ଛାଡୁଛନ୍ତି ହଁ ହଁ ଏଗୁଡା ମୁଁ ସବୁଗୁଡା ପ୍ରାୟ ଦେଖୁଛି। ହଁ ହଁ ଆଉ ଆପଣ ଯୋଉ ତତ୍ତ୍ୱ ଜିନିଷ ଗୁଡା ସୁନ୍ଦର ଭାବରେ ବୁଝଉଛନ୍ତି ହଁ ହଁ ଇଏ ଏମିତିକା ବୁଝେଇବା ବୋଧେ ରେୟାର। ହଁ ହଁ କାହିଁକି ନା ମୁଁ ବହୁତ ଆଡେ ବୁଲିଛି, ବହୁତ ସାଧୁ ସନ୍ତଙ୍କ ସାଙ୍ଗରେ ମୁଁ ମିଶିଛି, କିନ୍ତୁ ଏମିତିକା ତତ୍ତ୍ୱ ଜିନିଷ ସେମାନେ ସହଜରେ ଖୋଲିକି କହନ୍ତିନି। ହଁ ହଁ ଆଉ ଗୋଟେ କଥା କହନ୍ତି ଯେ 12 ବର୍ଷ କରେ ସେବା ଗୁରୁ କହିଲେ କିଛି ଦେବା, ଏଇଭଳିଆ ଟାଇପର ସେମାନେ କରିକି ଚାଲନ୍ତି। କିନ୍ତୁ ଆପଣ ସୁନ୍ଦର ଭାବରେ ଇଏ ତତ୍ତ୍ୱ ଜିନିଷ ଗୁଡାକୁ ବୁଝଉଛନ୍ତି ମଣିଷର ଉଦ୍ଧାର ପାଇଁ। ସେଥିପାଇଁ ଆପଣଙ୍କୁ କୋଟି କୋଟି ପ୍ରଣାମ। ଆପଣଙ୍କର ଗୁରୁ ଯିଏ ଥିଲେ ତାଙ୍କୁ ମଧ୍ୟ ମୋର ପ୍ରଣାମ। ଆପଣଙ୍କ ପିତାମାତାଙ୍କୁ ମଧ୍ୟ ମୋର ପ୍ରଣାମ। ଆଜ୍ଞା ଆଜ୍ଞା ଆଉ ବହୁତ ଭଲ ଲାଗେ ଏଇଟା କଥା ଶୁଣିବା ପାଇଁ ଆପଣଙ୍କର। ଆଉ କଥା ହଉଛି କଣ କି ମୁଁ ଗୋଟେ ଦୀକ୍ଷା ନେଇଛି, ମୁଁ ଇଏ ଠାକୁର ଅଭିରାମ ପରମହଂସଙ୍କ ସମ୍ପ୍ରଦାୟରେ ମୁଁ ଦୀକ୍ଷା ନେଇଛି। ବାଃ ବହୁତ ଖୁସି ହେଲି। ହଁ ସେଇଟା ଦୀକ୍ଷା ନେଇଛି, ସେ ଗୁରୁ ଯିଏ ଥିଲେ ମତେ ସେ ଦୀକ୍ଷା ଦେଇଛନ୍ତି। ତଥାପି ମଧ୍ୟ ବହୁତ ଜିନିଷ ବାକି ଅଛି ମାନେ ତତ୍ତ୍ୱରେ କ୍ଲିୟର ହବା ପାଇଁ, ଯୋଉଗୁଡା କି ଆପଣ ସେ ତତ୍ତ୍ୱ ଜିନିଷ ଗୁଡା କହିଲେ ସେଗୁଡା ମୋର କ୍ଲିୟର ହଉଛି। ହଁ 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 ଆଉ ତେଣୁ ଆପଣଙ୍କୁ ମୁଁ ତତ୍ତ୍ୱ ଗୁରୁ ହିସାବରେ ଗ୍ରହଣ କରିଛି। ହଁ ହଁ ଆଉ ତେଣୁ କେବେ ବି ଯେତେବେଳେ ସୁବିଧା ହବ ମୁଁ ଯାଇକି ଆପଣଙ୍କର ସେଠାରେ ଯାଇକି ଦର୍ଶନ କରିବି। ହଁ ଆସିବ ନା। ଗୋଟେ ଗୋଟେ କଥା ହଉଛି କଣ କି ଯେ ଗୋଟେ ମୋ ମନ ଭିତରେ ଗୋଟେ ଡାଉଟ ରହୁଛି ଯେ ଆମର ଏଇ ଶରୀର ତତ୍ତ୍ୱରେ ଆମର ଶରୀର ଭିତରେ ଦିଟା ଜିନିଷ, ଗୋଟେ ହଉଛି ପଞ୍ଚମହାଭୂତରେ ହଉଛି ଶରୀର, ତା ଭିତରେ ଗୋଟେ ଚେତନା ଶକ୍ତି ଅଛି ଯୋଉଟା କି ମନ ବୁଦ୍ଧି ଅହଙ୍କାର ଅନ୍ତଃକରଣ କହୁଛନ୍ତି, ଆଉ ଗୋଟେ ହଉଛି ପ୍ରାଣ। ଯେ ଏଇ ହିସାବରେ ସେ ସାଙ୍ଗରେ ସେ ପ୍ରାଣ ତାର 12 ଆଙ୍ଗୁଳି ଯାଉଛି 12 ଆଙ୍ଗୁଳି ଆସୁଛି। ତେଣୁ ଏଇ ସବୁ କ୍ରିୟା ଚାଲିଛି। ଏଇ ଯୋଉ ଚେତନା ଶକ୍ତି ଆଉ ପ୍ରାଣ ଶକ୍ତି ଏ ଦିଟାରେ ଏଇଟା ପ୍ରାଣ ଶକ୍ତିରୁ ଚେତନା ଶକ୍ତିଟା ଉତ୍ପନ୍ନ ହେଲା ନା ଚେତନା ଶକ୍ତିରୁ ପ୍ରାଣ ଶକ୍ତିଟା ଉତ୍ପନ୍ନ ହେଲା? କାହିଁକି ନା ଆପଣ ଥରେ କହିଥିଲେ ଏ ଯୋଉ ଚେତନା ଶକ୍ତିଟା ଯେତେବେଳେ ମୂଳାଧାରରେ ପୃଥିବୀ ତତ୍ତ୍ୱ ସହିତ ମିଶି ସେଥିରେ ପ୍ରାଣ ଟା ଶକ୍ତିଟା ଉତ୍ପନ୍ନ ହୁଏ। ଆଉ ଆଜ୍ଞା, ଆଉ କିନ୍ତୁ ସେଇଟା ମୋର ଭିତରେ ଗୋଟେ ମନ ଭିତରେ ସବୁବେଳେ ଡାଉଟ ରହୁଛି ଯେ ଚେତନା ଶକ୍ତିଟା ପ୍ରାଣରୁ ଉତ୍ପନ୍ନ ହଉଛି ନା ପ୍ରାଣ ଶକ୍ତିରୁ ଚେତନା ଶକ୍ତିଟା ଉତ୍ପନ୍ନ ହଉଛି? କାହିଁକି ନା ଅରବିନ୍ଦଙ୍କର ଯୋଉ ଡିଭାଇନ ଲାଇଫ ଅଛି ସେଥିରେ ମୁଁ ପଢୁଥିଲି, ଅରବିନ୍ଦ ଦାସ ଲେଖିଛନ୍ତି ଯେ ପ୍ରାଣ ମ୍ୟାନିଫେଷ୍ଟ ଆଜ୍ କନସସନେସ। ନାଇଁ ଆପଣ ସେ କିଏ କଣ କହିଛନ୍ତି ମୁଁ ତ ଜାଣିନି। ମୁଁ କଣ କହୁଛି ଶୁଣ, ଗୋଟେ କଥା ହଉଛି ଚେତନ ଶକ୍ତି, ବୁଝିଲେ କି, ଚେତନ ଶକ୍ତି 2 ଭାଗରେ ବିଭକ୍ତ। ଗୋଟିଏ ହେଲେ ପୁରୁଷ ଆଉ ଗୋଟେ ପ୍ରକୃତି, ହେଲା କି? ପୁରୁଷର ଅନ୍ୟ ନାମ ହେଲା ଜ୍ଞାନ, ପ୍ରକୃତିର ଅନ୍ୟ ନାମ ଇଚ୍ଛା। ତାମାନେ ପ୍ରକୃତିର ଅନ୍ୟ ନାମ ହେଲା ଇଚ୍ଛା। ତେଣୁ ଆମର ଯେତେବେଳେ ବ୍ରହ୍ମ ଶକ୍ତି ସେ 2 ଭାଗରେ ବିଭକ୍ତ ହୁଅନ୍ତି, ଗୋଟିଏ ହଉଛି ଜ୍ଞାନ ଏବଂ ଗୋଟେ ଇଚ୍ଛା, ହେଲା। ଜ୍ଞାନର ଧର୍ମ ହେଲା ଇଚ୍ଛା। ତେଣୁ ଜ୍ଞାନ ଇଚ୍ଛାକୁ ଛାଡିକି ରହିପାରିବ ନାହିଁ, ଇଚ୍ଛା ବିନା ଜ୍ଞାନ ବି ପ୍ରକାଶିତ ହେଇପାରିବ ନାହିଁ। ତେଣୁ ଜ୍ଞାନ ହେଲା ପୁରୁଷ, ଇଚ୍ଛା ହେଲା ପ୍ରକୃତି। ଏଇ 2ଟା ତିଆରି ହେଲେ ସେଇ ଯୋଉ ଇଚ୍ଛା ଶକ୍ତି, ସେଇ ଇଚ୍ଛା ଶକ୍ତି କଣ ହୁଏ ନା 3 ଭାଗରେ ବିଭକ୍ତ ହୁଏ, ବୁଝିଲେ?
इच्छा शक्तिटा तीन भाग रे विभक्त हुए गोटे हूँ प्राण शक्ति गोटे हूँ मानस शक्ति गोटे हूँ आत्म शक्ति तेणु इच्छा शक्ति प्राण शक्ति मानस शक्ति आत्म शक्ति रे परिणत हुए प्राण शक्ति हूँ सूर्य स्वरूप मानस शक्ति है चंद्र स्वरूप आत्म शक्ति है अग्नि स्वरूप तेणु मानस शक्तिटा ईड़ा नाड़ी रे प्रभावित हुए प्राण शक्तिटा पिंगला नाड़ी रे प्रभावित हुए आत्म शक्तिटा सुषुम्ना नाड़ी रे प्रभावित हुए बुझले ना अच्छा ये जो प्राण आत्मा ये तो गला शक्ति पुणी से जो चित शक्तिटा से जो इच्छा शक्ति सी कौन हुए तीन भाग विभक्त है पुणी इंद्रिय रूप से चारि भाग विभक्त है गोटे है मन बुद्धि चित्त अहंकार बुझे मन बुद्धि चित्त अहंकार कौन इच्छार जो बुद्धिटा कहती ताको होची अनुभव शक्ति इच्छाटा चित्तटा को कह जाए विचार शक्ति मनटा को कह जाए कल्पना शक्ति एवं अहंकार को कह जाए अभिमान शक्ति तेणु अनुभव विचार कल्पना एवं अभिमान ये चारि प्रकार भाव से इच्छा शक्ति विभक्त होगी चारिटा इंद्रिय रे परिणत हुए ताको अंतर इंद्रिय कह जाए तेणु पुणी से अंतर इंद्रिय जो चिंता शक्ति जो मन शक्ति रहा सी कौन हुए ना से पांचटा इंद्रिय शक्ति ज्ञान इंद्रिय शक्ति जो उत्पन्न हुए गोटे हूँ देखा शुणा शुणा छुईबा एवं चाखिबा ये चारिटा अनुभूतिर शक्ति से ना सृष्टि हुए तेणु देखा शक्ति द्वारा रूप को अनुभव करे आपनकर शुणा शक्ति द्वारा आपनकर शब्द अनुभव करे तेणु छुईबा शक्ति द्वारा स्पर्श अनुभव करे आपनकर कहवा शक्ति द्वारा आपनकर चाखिबा शक्ति द्वारा रस अनुभव करे आघ्राण शक्ति द्वारा आपनकर गंध अनुभव करे तेणु अनुभव शक्ति क्या कह जाए अनुभव शक्ति हूँ बुद्धि तेणु अनुभव जो बुद्धि बुद्धि ये पांच भाग रे विभक्त कि पांचटा इंद्रिय शक्ति रे परिणत हुए अच्छा बुद्धि पांचटा इंद्रिय रहला मन कौन कल ना यही पांचटा इंद्रिय सहित मिसिकी कौन प्राणटा कौन करे ना प्राणटा आउ पांचटा इंद्रिय विभक्त हुए केते ना कहवा गति करवा स्पर्श करवा मूत्र मूत्र मल त्याग करवा अर्थात पांचटा कर्म इंद्रिय प्राण शक्ति सृष्टि हुए अच्छा बुद्धि शक्ति पांचटा ज्ञान इंद्रिय सृष्टि है मन शक्ति जो चिंता शक्ति सी कौन करे ना ये जो 10टा इंद्रियर चालन आयत करे 10टा इंद्रिय मन 10टा इंद्रिय को आयत करे तेणु मन को एकादश इंद्रिय बोली कह जाए अच्छा आउ ना आमर जो इंद्रिय कथा कहल ये जो इंद्रियर काम केमिति कौन सब अंतर इंद्रियर काम आगे कहूँ आमर गोटे बड़ फैक्ट्री करवा से फैक्ट्री दिहरे मु जड़े जदि मालिक हेली मु कौन एका फैक्ट्री को चलई पारिबी कि मुझे विभिन्न कर्मचारी आणिक विभिन्न प्रकार कार्य विनियोग करी मो कारखाना चलो ना मुझे एका किसी करें किसी श्रमिक रखी गोटे मैनेजर रखी गोटे पेटी कंट्राक्टर रखी इत्यादि इत्यादि विभिन्न प्रकार लोक रखी ठीक से ही मालिक रही से ना मालिक दुकु दुखिटारे परम ब्रह्म रहिले कम इच्छा शक्ति ज्ञान शक्ति से दुकु दुखी तलू रही सारा से कौन कले ना आमर केतक कर्मचारी से नियुक्त कले मन बुद्धि चित्त अहंकार ये चार्टा हूँ कर्मचारी कौन बोले तेणु गोटे कथा जे आपणकर जो चेतना शक्ति मन बुद्धि चित्त अहंकार रे परिणत हेले बोले तेणु एटा किमिति काम करंती मुझे तार उदाहरण वायु साधन सरची पाठ लिखी कही पढ़ी आपन तीन वीडियो वायु साधन शुणी सब मुझे दौची जे मन करा जाऊ आम गोटे जंगल में जाऊ जंगल गला बेलू हठात मो पाखे आसिकी बाघटे पहुंचीगला बाघ पहुंचीगला मन कला रे एटा कौन तमें मन प्रश्न बाजी पचारदेला एटा कौन बुद्धि से कहला बुद्धि अनुभव करे तो बुद्धि अनुभव कर बाघ बुद्धि अनुभव करदेला चित्त विचार कला बाघटा भल कि मंद से कौन करा जाई पारिबो चित्त विचार कर भावीदेला जे एटा हूँ गोटे विपद जंतु एठू पलि जावा उचित है तो जहाँ विचार कला
ଅହଙ୍କାର କଣ କଲା ନା ଚିତ୍ତର କଥା ମାନେ କି କାର୍ଯ୍ୟରେ ପରିଣତ କରିଦେଲା। ଅର୍ଥାତ୍ ତମର 50 କେଜି କି 60 କେଜି ଶରୀରଟାକୁ ସେଠୁ ଟେକିକି ନେଇକି ଦୌଡ଼ିକି ପଳେଇଲା। ବୁଝିପାରିଲେ ନା? ଏଇ ଯୋଉ 4 ପ୍ରକାରର କ୍ରିୟା କେବଳ ମନୋବୁଦ୍ଧି ଚିତ୍ତ ଅହଙ୍କାର ଦ୍ଵାରା ହୁଏ। ମୁଁ ଗୋଟେ ଉଦାହରଣ ଦେଲି। ଏଇଭଳି ଆମ ଶରୀରରେ ସମସ୍ତ କାର୍ଯ୍ୟ ଏଇ ମନୋବୁଦ୍ଧି ଚିତ୍ତ ଅହଙ୍କାର ଦ୍ଵାରା ସମ୍ପାଦିତ ହୁଏ। ତା ଛଡା ବାହାରରେ ଯୋଉ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ସିଏ ସବୁ ଇନ୍ଦ୍ରିୟ ଦ୍ଵାରା ମାନେ ଆକର୍ଷିତ ହେଇକି ଦେହର ଭିତରେ ପରିଚାଳିତ। ଗୋଟେ ଦେହ ହଉଛି ଗୋଟେ ବଡ କାରଖାନା। ଏଇ କାରଖାନାରେ ଚେତନା ଶକ୍ତି ସବୁ ବିଭିନ୍ନ ପ୍ରକାର ଡିପାର୍ଟମେଣ୍ଟ ରେ ସେ ଭିନ୍ନ ଭିନ୍ନ ଶକ୍ତିରେ ପରିଣତ ହେଇକି ଆମ ଶରୀରଟାକୁ ଚଳଉଛନ୍ତି। ବୁଝିପାରିଲ ନା? କ୍ଲିୟର ହେଲା ନା ନାଇଁ? ହଁ ସେଇଟା କ୍ଲିୟର ହେଲା। ତାପରେ ଏଇ ଯୋଉଟା ଆପଣଙ୍କର ପ୍ରାଣ ଶକ୍ତିଟା ବୋଧେ ଦେହକୁ ଧରି ରଖିଛି। ଆପଣ କହିଲେ ବୁଝିପାରିଲେ ନାଇଁ କି? ପ୍ରାଣ ଶକ୍ତି ହଉଛି ଜୀବନୀ ଶକ୍ତି। ତା ଦ୍ଵାରା ପ୍ରାଣୀ ବଞ୍ଚିକି ରହିଛି। ଆମ ଶରୀର ଭିତରେ ଯୋଉ କୋଷ ଗୁଡାକ ସବୁ ରହିଛନ୍ତି, ଶରୀରଟା ରହିଛି, ଏ କୋଷକୁ ଜୀବନ୍ତ ରଖିଛି କେବଳ ପ୍ରାଣ ଶକ୍ତି। ଆପଣଙ୍କ ଶରୀରଟାକୁ ଯୋଉ ପ୍ରାଣୀ କୋଷରେ ଅସଂଖ୍ୟ କୋଷରେ ପ୍ରାଣୀ ଶରୀର ଗଠିତ, ସେ କୋଷକୁ ଜୀବନ୍ତ ରଖିଛି କେବଳ ପ୍ରାଣ ଶକ୍ତି। କୋଷ ଭିତରୁ ପ୍ରାଣ ଶକ୍ତି ଯେତେବେଳେ ଆଉଟ୍ ହେଇଯିବ ସେତେବେଳେ ସେ କୋଷଟା ଡେଡ୍ ହେଇଯିବ। ତେଣୁ ଆମ ଶରୀରକୁ ବଞ୍ଚେଇ ରଖିଛି ପ୍ରାଣ ଅର୍ଥ ଜୀବନୀ ଶକ୍ତି ହେଲା। ତେଣୁ ଆମ ଶରୀରଟାକୁ ପ୍ରାଣଟା ପ୍ରକୃତିରେ ହିଁ ସୃଷ୍ଟି ହେଇଛି। ପ୍ରାଣଟା ଚିତ୍ ଶକ୍ତିରୁ ସୃଷ୍ଟି ହଉଛି। ପ୍ରକୃତି ଯାହାକୁ କହୁଛ, ପ୍ରକୃତି କହିଲେ ଇଚ୍ଛା ଶକ୍ତି। ଇଚ୍ଛାକୁ ପ୍ରକୃତି କୁହାଯାଏ। ଯୋଉ ପ୍ରକୃତି ବୋଲି ଶବ୍ଦ କହିଲ, ପ୍ରକୃତିରୁ ପ୍ରାଣ ଶକ୍ତି ସୃଷ୍ଟି ହଉଛି। ପ୍ରକୃତି କହିଲେ ଇଚ୍ଛାକୁ। କୋଉ ପ୍ରକୃତି? ପ୍ରକୃତି 2 ଭାଗରେ ବିଭକ୍ତ। ଗୋଟେ ହଉଛି ଚେତନ ପ୍ରକୃତି, ଗୋଟେ ହଉଛି ଜଡ ପ୍ରକୃତି। ବୁଝିଲେ କି? ପ୍ରାଣଟା ଚେତନ ପ୍ରକୃତିରୁ ସୃଷ୍ଟି, ଆଉ ପଦାର୍ଥଟା ଜଡ ପ୍ରକୃତିରୁ ସୃଷ୍ଟି। ତେଣୁ ପ୍ରକୃତି 2 ଭାଗରେ ବିଭକ୍ତ। ଗୋଟେ ପରା, ଗୋଟେ ଅପରା। ଅପରା ଅର୍ଥ ଜଡ, ପରା ଅର୍ଥ ଚେତନ। ଜଡ ପ୍ରକୃତି ଆଉ ଚେତନ ପ୍ରକୃତି। ଚେତନ ପ୍ରକୃତି 4 ଭାଗରେ ବିଭକ୍ତ। ଆଉ ଜଡ ପ୍ରକୃତି 5 ଭାଗରେ ବିଭକ୍ତ। ଜଡ ପ୍ରକୃତି 5 ଭାଗରେ ବିଭକ୍ତ କଣ ନା? ଗୋଟେ ହଉଛି କଠିନତା, ତରଳତା, ତପ୍ତତା, ବାଷ୍ପୀୟତା ଏବଂ ସ୍ପନ୍ଦନତା। ଏଇ 5 ପ୍ରକାର ଧର୍ମ ଦ୍ଵାରା ଆପଣଙ୍କର ପଦାର୍ଥ ତିଆରି ହେଇଛି ଜଡ ପ୍ରକୃତିର। ଜଡର 5ଟା ଧର୍ମ ଅଛି। ଗୋଟେ ହଉଛି ସ୍ପନ୍ଦନ, ଗୋଟେ ତପ୍ତ, ଗୋଟେ ବାଷ୍ପ, ଗୋଟେ ତରଳ, ଗୋଟେ କଠିନ। ଏଇ ଆମର ଏଇ ଯୋଉ ବାୟୁ ସାଧନଟାକୁ କାହିଁକି ବେଶୀ ଇମ୍ପୋର୍ଟାନ୍ସ ଦିଆହେଇଛି? ବାୟୁ ସାଧନଟାକୁ କାହିଁକି ଇମ୍ପୋର୍ଟାନ୍ସ ଦିଆହେଇଛି? ବାସ୍, ପ୍ରଶ୍ନର ଉତ୍ତରଟା ହଉଛି ଏଇଆ ଯେ ବାୟୁଟା ହଉଛି, ବାୟୁ କ୍ଷେତ୍ରରେ ପ୍ରାଣ ବିହାର କରେ। ତେଣୁ ଆପଣଙ୍କର ପ୍ରାଣ ଶକ୍ତିଟା ଆପଣଙ୍କର ପିଙ୍ଗଳା ନାଡିରେ ପବନ ପ୍ରବାହିତ ହୁଏ, ସେଇଥିରେ ପ୍ରାଣ ଶକ୍ତି ଥାଏ। ତେଣୁ ଯଦି ପ୍ରାଣ ଶକ୍ତି ଯଦି ସେଇଥିରେ ପ୍ରବାହିତ ହୁଏ, ବାୟୁ ସାଧନାଟା କରିବା କଣ ହବ ନା? ବାୟୁ ଦ୍ଵାରା ହିଁ କେବଳ ଆପଣଙ୍କର ପ୍ରାଣ ନିୟନ୍ତ୍ରଣ ହବ ଏବଂ ଶରୀର ସୁସ୍ଥ ବି ରହିବ। ତେଣୁ ଆପଣଙ୍କର ବାୟୁ ସାଧନାରୁ ସରିଛି ପାଠ, ତୁଳସୀ ଗଛରୁ ସରିଛି କାଠ ଆମ ଗୁରୁ ଯୋଉ କହିଛନ୍ତି, ତାର କାରଣଟା ହଉଛି ଯେ ବାୟୁ ପ୍ରବେଶ କଲେ ତମେ ଜନ୍ମ ହେଲ, ବାୟୁ ବାହାରି ଗଲେ ତମକୁ ମୃତ କହିବେ। ତେଣୁ ତମର ଜନ୍ମ ମରଣ ଏ 2ଟା କଥା କେବଳ ପବନ ଦ୍ଵାରା ସିଦ୍ଧାନ୍ତ କରାଯାଉଛି। ତେଣୁ ଆମେ ପ୍ରାଣ ଶକ୍ତିଟା ଆମର ଭିତରେ ସୃଷ୍ଟି ହେଇକି ଥାଏ। ଯେତେବେଳେ ସେ ଛୁଆଟା ଜନ୍ମ ହେଲା, ବାହାରକୁ ବାହାରିଲା, ସେତେବେଳେ ବାୟୁଟା ଭିତରକୁ ପ୍ରବେଶ କରେ ଏବଂ ପ୍ରାଣ ଶକ୍ତିଟା ଜାଗ୍ରତ ହେଲା ପରେ ବାୟୁଟା ଭିତରକୁ ପ୍ରବେଶ କରେ। ପ୍ରାଣ ଶକ୍ତି ଜାଗ୍ରତ ହେଇଛି ହୁଟେ, ଯୋଉଥିରେ କି ପବନଟା ପ୍ରବେଶ କରେ। ବୁଝିଲେ ନା? ତେଣୁ ପବନ ପ୍ରବେଶ କଲା ପରେ ସିଏ ଆଉ ମା ଗର୍ଭରେ ରହିପାରିବନି। ବାହାରକୁ ବାହାରିଲା ପରେ ପବନଟା ପ୍ରବେଶ କରିବ। ବାହାରକୁ ବାହାରିଲା ପରେ ପବନଟା ପ୍ରବେଶ କରିବ। ପବନ ପଶିଗଲେ ସେ ବାହାରି ଆସିବ। ବୁଝିପାରିଲେ ନା? ତେଣୁ ଆମକୁ ପ୍ରାଣୀ ବୋଲି କହନ୍ତି କାହିଁକି ନା? ଆମେ ପ୍ରାଣ ଧାରଣ କରିଥିବାରୁ ଆମକୁ ପ୍ରାଣୀ ବୋଲି କୁହାଯାଏ। ପ୍ରାଣର ଅଧିକାରୀ ଯୋଉ ଜୀବ ତାକୁ କୁହାଯାଏ ପ୍ରାଣୀ। ତେଣୁ ଆଉ ଗୋଟେ କଥା ଦାଦା, ଯୋଉ କୁହନ୍ତି ପ୍ରକୃତି ପୁରୁଷ ଏକାଙ୍ଗେ ମିଶା, ପୁରୁଷ ନୁହେଁ ସେ ଅଣପୁରୁଷା, ଏଇଟା ବୋଧେ ଅଚ୍ୟୁତ ଦାସଙ୍କ ଲେଖା। ଏଇଟାରେ କଣ ତାର ମାନେଟା କଣ? ନା ପ୍ରକୃତି ପୁରୁଷ ଏକାଙ୍ଗ ମିଶା, ପୁରୁଷ ନୁହେଁ ସେ ଅଣପୁରୁଷା। ନା ଗୋଟେ କଥା ହଉଛି, ଶୁଣ, ପ୍ରକୃତି ପୁରୁଷକୁ ଏକ ଅଙ୍ଗରେ ମିଶେଇବା ଅର୍ଥ ପ୍ରକୃତିରୁ ପୁରୁଷକୁ ଛାଡିକି କେବେ ରହିପାରିବନି। ମୁଁ ବୁଝେଇ ଦଉଛି ତମକୁ ଅତି ସରଳ ଭାଷାରେ କଥା, ଯେ ପ୍ରକୃତି କହିଲେ ଧର୍ମ, ପୁରୁଷ କହିଲେ ଧାରକ। ମନେକର ଯୋଉ ଜଳ,
ଜଳର ଧର୍ମ ହେଲା ତରଳତା। ଆଜ୍ଞା ଏ ତରଳତା ଧର୍ମକୁ ଧାରଣ କରିଛି ଯୋଉ ଦ୍ରବ୍ୟ ତାକୁ ଜଳ ବୋଲିକି ଆମେ କହିବା। ଆଜ୍ଞା ତରଳତା ଧର୍ମକୁ ଯୋଉ ବସ୍ତୁ ଧାରଣ କରିଛି ସିଏ ହଉଛି ଜଳ, କିନ୍ତୁ ଜଳର ଧର୍ମକୁ ଆମେ କହିବା ତରଳତା। ତେଣୁ ତରଳତା ଧର୍ମ ଜଳ ଠାରୁ ପୃଥକ କଶ୍ମୀର କାଳେ ହେଇପାରିବନି। ଯଦି ପ୍ରକୃତି ଲୋପ ପାଇଯାଏ, ତରଳତା ଧର୍ମ ଲୋପ ପାଇଯାଏ ଜଳର, ସେ ଆଉ ଜଳ ନ ହେଇକି ବରଫ କିମ୍ବା ବାଷ୍ପ କିମ୍ବା ଅନ୍ୟ କୋଉଥିରେ ପରିଣତ ହେଇଯିବ। ଆମର ପିଣ୍ଡ ତତ୍ତ୍ୱରେ କେମିତି? ପିଣ୍ଡ ତତ୍ତ୍ୱରେ କହୁଛି ଧୈର୍ଯ୍ୟ ଧର। ମୁଁ ଗୋଟେ ଛୋଟ ଉଦାହରଣ ଦେଉଛି, ସେଇ ଉଦାହରଣଟାକୁ ଭିତରକୁ ନେବିନି, ବୁଝିପାରିଲେ ନା? ତେଣୁ ଜଳ ଠାରୁ ତା ଧର୍ମକୁ ଆମେ ଅଲଗା କରିପାରିବା ନାହିଁ। ଠିକ ସେମିତି ତେଣୁ ଜ୍ଞାନ ଠାରୁ ଇଚ୍ଛାକୁ ଅଲଗା କରିପାରିବାନି। ଜ୍ଞାନର ଧର୍ମ ହେଲା ଇଚ୍ଛା। ସେଇ ଧର୍ମଟାକୁ ଆମେ ପ୍ରକୃତି ବୋଲିକି କହନ୍ତି। ଆଚ୍ଛା, ଧର୍ମ ଆଉ ପ୍ରକୃତି ଭିତରେ ପାର୍ଥକ୍ୟ ଅଛି। ମୁଁ ଲେଖିକି ରଖିଛି ଯେ ପ୍ରକୃତି କାହାକୁ କୁହାଯାଏ ଆଉ ଧର୍ମ କାହାକୁ କୁହାଯାଏ। ପଦାର୍ଥ ଯେତେବେଳେ ସୃଷ୍ଟି ହୁଏ ସେ ପ୍ରକୃତି ଦ୍ୱାରା ହିଁ ସୃଷ୍ଟି ହୁଏ। କିନ୍ତୁ ପ୍ରକୃତି ଦ୍ୱାରା ସୃଷ୍ଟି ହେଇସାରିଲା ପରେ ସିଏ ଯାହାକୁ ଧାରଣ କରି ଯୋଉ ଶୋଭା ଭୋଗ ରହେ ତାକୁ ଆମେ ଧର୍ମ ବୋଲିକି କହିବା। ଧର୍ମ ବର୍ତ୍ତମାନ ଅବସ୍ଥାରେ ପଦାର୍ଥ ଦେହରେ ରହିଥାଏ, କିନ୍ତୁ ପ୍ରକୃତି ଅତୀତ ଅବସ୍ଥାରେ ଥାଏ, ଯିଏକି ପଦାର୍ଥ ତା ଦ୍ୱାରା ସୃଷ୍ଟି ହୁଏ। ପ୍ରକୃତି ହଉଛି ପ୍ରତ୍ୟେକ ବସ୍ତୁ କିମ୍ବା ଜଗତର ପ୍ରତ୍ୟେକ ଅସ୍ତିତ୍ୱର ସ୍ରଷ୍ଟା ହଉଛି ପ୍ରକୃତି। ମୂଳ ମାୟା ହଉଛି ସିଏ। ବାସ୍, ମୂଳ ମାୟା ହଉଛି ସିଏ। ବାସ୍, ସ୍ରଷ୍ଟା ହଉଛି ପ୍ରକୃତି, ହେଲା କି? ଆଉ ସୃଷ୍ଟ ହଉଛି ଆପଣଙ୍କର ଧର୍ମ, ପ୍ରକାଶ ପାଇଲା ବୋଲି ଧର୍ମ ବିଶ୍ୱର ଅସ୍ତିତ୍ୱତାକୁ ପ୍ରକାଶ କରେ। କିନ୍ତୁ ପ୍ରକୃତି କଣ କରେ ନା ତାକୁ ସୃଷ୍ଟି କରେ। ତେଣୁ ପ୍ରକୃତି ପଦାର୍ଥ ସୃଷ୍ଟି ହେଲା ପରେ ଧର୍ମ ରୂପରେ ପରିଣତ ହେଇକି ପଦାର୍ଥଟି ରହେ ଜଗତରେ। ଧର୍ମ ପ୍ରକୃତି ଦିଟା ଗୋଟିଏ ଜିନିଷ, ଅଲଗା ନୁହେଁ। ତେଣୁ ଜ୍ଞାନ ହଉଛି ଜ୍ଞାନର ଧର୍ମ ହେଲା ଇଚ୍ଛା। ଜ୍ଞାନ ଇଚ୍ଛାକୁ ଧର୍ମକୁ ଧାରଣ କଲେ ସେ କାର୍ଯ୍ୟରେ ମାତିବ। ତାଠେ ଯଦି ଇଚ୍ଛା ଧର୍ମ ନଥାଏ ତାହେଲେ ତାଠେ କାର୍ଯ୍ୟ ନାହିଁ, ସେଟା ନିଷ୍କ୍ରିୟ ହେଇଯିବ। ତେଣୁ ଜ୍ଞାନ ଠୁ ଯେତେବେଳେ ଆମେ ଇଚ୍ଛାକୁ ନିଷ୍କ୍ରିୟ କରିଦବା, ତେଣୁ ଜ୍ଞାନର ଅନ୍ୟ ନାମ ହେଇଯିବ ବ୍ରହ୍ମ। ତେଣୁ ବ୍ରହ୍ମ ଠେଇଁ ଇଚ୍ଛା ନାହିଁ, ଇଚ୍ଛାଟା ଜ୍ଞାନ ଠେଇଁ ଅଛି। ବ୍ରହ୍ମ ନ ଇଚ୍ଛା ନ ଜ୍ଞାନ, ସେ ଇଚ୍ଛା ନୁହନ୍ତି କି ଜ୍ଞାନ ନୁହନ୍ତି, ସେ ଗୋଟେ ସ୍ୱତନ୍ତ୍ର ଶକ୍ତି। ମୁଁ ତମକୁ ଗୋଟେ ବୁଝେଇ ଦଉଛି ଗୋଟେ ସରଳ କଥା, ଯେ ଗୋଟେ ପୁରୁଷ ଗୋଟେ ସ୍ତ୍ରୀ ଠାରୁ ଗୋଟିଏ ମାଇ କିମ୍ବା ଗୋଟେ ଅଣ୍ଡିର ଜନ୍ମ ହବ। ଏଟା ସତ ନା ମିଛ? ତେଣୁ ଗୋଟେ ପୁରୁଷ ଠାରୁ ଗୋଟେ ମାଇ କିମ୍ବା ଗୋଟେ ଅଣ୍ଡିର ଜନ୍ମ ହବ, ନିଶ୍ଚୟ ଜନ୍ମ। କିନ୍ତୁ ତମେ କୁହନି ଯେ ପୁରୁଷ ଯୋଉ ମାଇ ଅଣ୍ଡିରକୁ ଛାଡିଦେଲେ ଆଉ ଗୋଟେ ଜୀବ ଯାହାର ପୁଂଲିଙ୍ଗ ନାହିଁ ସ୍ତ୍ରୀଲିଙ୍ଗ ନାହିଁ, ସିଏ କଣ? କିଳ୍ବଲିଙ୍ଗ। କିଳ୍ବଲିଙ୍ଗ ବୋଲି ଆମେ କହନ୍ତି, କିନ୍ତୁ ତା ନୁହେଁ। ଯିଏ ନ ପୁରୁଷ ନ ସ୍ତ୍ରୀ ସେଇ ଲୋକଟି ହଉଛି ବ୍ରହ୍ମ। ବୁଝିପାରିଲ କି? ତେଣୁ ପୁରୁଷ କହିଲେ ଜ୍ଞାନ, ପ୍ରକୃତି କହିଲେ ଇଚ୍ଛା ନା। ଜ୍ଞାନ ଇଚ୍ଛା ଯେତେବେଳେ ବିରତ ହେଇଯିବ, ସେ ଶକ୍ତି ଲୋପ ପାଇଯିବ, ସେତେବେଳେ ସେ ବ୍ରହ୍ମ ସ୍ୱରୂପ ରହିବେ, ତାର କ୍ରିୟା ନାହିଁ, କ୍ରିୟା ଶକ୍ତି ନାହିଁ। ଇଚ୍ଛା ଜ୍ଞାନ ଯେତେବେଳେ ଉଦ୍ରେକ ହେବେ ସେତେବେଳେ କ୍ରିୟା ଶକ୍ତି ଉଦ୍ରେକ ହେଇଯିବ। କ୍ରିୟା ଶକ୍ତି ଅର୍ଥ ହଉଛି ପ୍ରାଣ ଶକ୍ତି, କଣ କହିଲ ନା? କ୍ରିୟା ଶକ୍ତିଟାକୁ ପ୍ରାଣ ଶକ୍ତି କୁହାଯାଏ। ତେଣୁ ବ୍ରହ୍ମ ପ୍ରଥମେ ବିଶ୍ୱ ବ୍ରହ୍ମାଣ୍ଡରେ ଯେତେବେଳେ ଥିଲେ, ଯେ କାଳେ ଏ ବିଶ୍ୱ ନଥିଲା ରେ ବାବୁ, ଆତ୍ମା ଥିଲା ବିରାଜିତ, ଏବେ ମଧ୍ୟ ଆତ୍ମା ବିରାଜୁ ଅଛି ରେ, ଭବିଷ୍ୟତ ଥିବ ନିଶ୍ଚିତ। ବୁଝିପାରିଲ ନା? ତେଣୁ ସେ ଆତ୍ମା ବା ବ୍ରହ୍ମ ବା ପରମାତ୍ମା ଯାହା ତମେ କୁହ, ଗୋଟିଏ ଚେତନାତ୍ମକ ଶକ୍ତି ରହିଛି, ହେଲା କି? ଯୋଉ ଶକ୍ତିରୁ ଏ ବିଶ୍ୱ ବ୍ରହ୍ମାଣ୍ଡରେ ସବୁ ଶକ୍ତି ଖେଳିଛି, ତାକୁ ବିଜ୍ଞାନ ଭାଷାରେ ପ୍ରମାଣ କରିବା ମୋର ଉଦ୍ୟମ ଚାଲିଛି। ମୁଁ ଯଦି ସଫଳ ହେଇଯାଏ ତାହେଲେ ମୁଁ କରିଦେମି ଯେ ବ୍ରହ୍ମଙ୍କ ଠାରୁ ସବୁ ତିଆରି, ବୁଝିଲ କି? ମୁଁ ବି ପ୍ରମାଣ କରି ଦେଖେଇଦେମି ତମ ବାଡିରେ ଯୋଉ ଗଛଟା ଅଛି ସେ ଓଙ୍କାରରୁ ତିଆରି, ତମ ଘରଟା ଯୋଉ ତିଆରି ହେଇଛି ମାଟି ପଥରରେ ସେ ଓଙ୍କାରରୁ ତିଆରି। କିନ୍ତୁ ଏଇଟା ଆମେ ଶୁଣିଛନ୍ତି ସିନା, ବିଶ୍ୱାସ ହବ ନାହିଁ। କେମିତି ଓଙ୍କାର ଗୋଟେ ଧ୍ୱନି, ତା ଦେହରୁ କେମିତି ଏଇ ଗଛ ଗୁଡାକ ସବୁ କେମିତି ତିଆରି ହେଲା? ବୁଝିଲା ନା?
କିନ୍ତୁ ତିଆରି ହଉଛି। କାରଣ ଯେ ବିଜ୍ଞାନ କହୁଛି ଶୂନ୍ୟରୁ ପଦାର୍ଥ ତିଆରି, ଇଏ କଣ ଭୁଲ? ଶୂନ୍ୟରୁ ଆଇନଷ୍ଟାଇନ ଆସି 1905 କହିଲେ କଣ, E = mc², ଅର୍ଥାତ୍ ଶକ୍ତି ଗୁଡାକ ଜମାଟ ବାନ୍ଧିକି ପଦାର୍ଥ ହଉଛି, ପଦାର୍ଥ ଭାଙ୍ଗିଗଲେ ଶକ୍ତିରେ ପରିଣତ ହଉଛି, ଶକ୍ତି ଅର୍ଥ ଶୂନ୍ୟ। ତେଣୁ ଶୂନ୍ୟରୁ ପଦାର୍ଥ ତିଆରି ହଉଛି ଏବଂ ପଦାର୍ଥ ଭାଙ୍ଗିଗଲେ ଶୂନ୍ୟରେ ମିଶି ଯାଉଛି। ତାହେଲେ ଏ ବିଶ୍ୱ ବ୍ରହ୍ମାଣ୍ଡ ଦିନେ ଶୂନ୍ୟକୁ ପଳେଇବ, ଏ ଶରୀରକୁ ଦିନେ ଶୂନ୍ୟକୁ ପଳେଇବ। ତାହେଲେ ସେଠି ଯୋଉ ଶୂନ୍ୟରେ ଯୋଉ ପରମ ବ୍ରହ୍ମ ଅଛି ତାକୁ ଯଦି ତମେ ଅନୁଭବ କରିପାରିବ, ସେଇ ହେଲା ତମର ପ୍ରକୃତ ଜ୍ଞାନ। ହେଲା କି ଆମର ପିଣ୍ଡ ତତ୍ତ୍ୱରେ କେମିତି ତାକୁ ମିଶେଇବା, କେମିତି ପ୍ରକୃତି ପୁରୁଷ କେମିତି ମିଶେଇବା? ତମେ ବୁଝିପାରିଲେନି ମୁଁ ଯାହା କହିଲି। ଏଇ ପିଣ୍ଡ ଭିତରେ ସବୁ ଶୂନ୍ୟ ସ୍ଥାନ ଅଛି। ଆଜ୍ଞା, ଆମ ଦେହ ଭିତରେ ସବୁ ଭିନ୍ନ ଭିନ୍ନ ସବୁ ଶୂନ୍ୟ ଜାଗା ଅଛି, 16ଟା ଶୂନ୍ୟ ଅଛି। ସେଇ ଶୂନ୍ୟରେ ଏଇ ପୁରୁଷ, ପ୍ରକୃତି, ଜ୍ଞାନ, ବ୍ରହ୍ମ, ଇଚ୍ଛା ଏଗୁଡା ସବୁ ସେ ଶୂନ୍ୟରେ ଉଦ୍ରେକ ହୁଅନ୍ତି। ଶରୀର ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଏ ପିଣ୍ଡ ଭିତରେ ଆଉ ଗୋଟେ ଯୋଉ କଥା କହୁଛନ୍ତି, ସେ ଏକଇ ବୃକ୍ଷେ ହଂସ ଦୁଇ ବସନ୍ତି। ଗୋଟେ କଥା କହୁ ଆଉ ଗୋଟାକୁ ପଳେଇ ଗଲେଣି। ନାଇଁ ଏଇଟା ହଁ, ନାଇଁ ସେଇଟା ପ୍ରକୃତି ପୁରୁଷ ଦି ଭିତରେ ଅଛନ୍ତି, ସେଟା ମାନେ ଅଲଗା ହଉଛନ୍ତି ସେତେବେଳେ ହଂସ ଦୁଇ କଲେ ଜଣେ ଜୀବ ଜଣେ ପରମ୍ପରା, ଆଉ ସେଇ ଦୁଇଟା ଆଉ କଣ ଅଛି? ଏକଇ ବୃକ୍ଷ କଲେ ଶରୀର। ଆଜ୍ଞା, ଶରୀର ବୃକ୍ଷ। ତମେ ମୁଁ କେତେ ଉଚ୍ଚତର କଥା କହୁଛି, ପୁଣି ତମେ ନିମ୍ନକୁ ମତେ ଟାଣୁଛ। ଗୋଟେ କଥା ହଉଛି ସେ କଥାଟା ପଛରେ ପଚାରିବା ଆଉ ଦିନେ, ବୁଝିଲ। ଆଜି ଯୋଉ ପଚାରିଲ, ବୁଝିଲ କି, ପ୍ରାଣ ଶକ୍ତି କଥା ପଚାରୁଛ, ମୁଁ ପ୍ରାଣ କଥାଟା ଏସା କହିବି ଯଦି ମତେ 7 ଦିନ ଲାଗିବ ତମକୁ ବୁଝିବା ପାଇଁ। ସେ ପ୍ରାଣଟା କଣ? ସେ ପ୍ରାଣଟା ହଉଛି ସୂର୍ଯ୍ୟ। ବୁଝିପାରିଲ କି? ଯେମିତି ଗଛଟା ପୃଥିବୀରେ ଅଛି, ସୂର୍ଯ୍ୟ କିରଣ ଦ୍ଵାରା ଗଛ ବଞ୍ଚିଛି, ସତ ନା ମିଛ? ସତ ନା? ସୂର୍ଯ୍ୟ କିରଣ ଦ୍ଵାରା ଗଛ ବଞ୍ଚିଛି, କିନ୍ତୁ ସୂର୍ଯ୍ୟ ସହିତ ଗଛର କୌଣସି ସଂଲଗ୍ନ ସମ୍ପର୍କ ଅଛି କି? କିଛି ନାହିଁ। ସୂର୍ଯ୍ୟ ସହିତ ଗଛର କୌଣସି ସମ୍ପର୍କ ନାହିଁ, କିନ୍ତୁ ସୂର୍ଯ୍ୟ କିରଣ ପାତ ହବାରୁ ଗଛଟା ତାର ସବୁ କାମ କରୁଛି ନା? ଠିକ ସେମିତି ଆମ ଶରୀର ଭିତରେ ଆତ୍ମ ସୂର୍ଯ୍ୟ ହଉଛି ପ୍ରାଣ। ତେଣୁ ପ୍ରାଣ ସୂର୍ଯ୍ୟ ଯୋଉ ଆମ ଦେହରେ ଯିଏ ଅଛି, ସେ ଆମ ଦେହ ସହିତ ତାର ସମ୍ପର୍କ ନାହିଁ, କିନ୍ତୁ ଦେହ ସହିତ ତାଙ୍କ ପ୍ରାଣର ଆଲୋକଟା ଆମ ଦେହରେ ପ୍ରତିଫଳିତ ହେବାରୁ ଆମ ଶରୀର ବଞ୍ଚିଛି। ମୂଳରୁ ମୁଁ କହିଛି, ପ୍ରଥମ ଥର ମୁଁ କହିଲି ଯେ ଆଜି ଯେ ପ୍ରତ୍ୟେକ କୋଷରେ ଯେ ପ୍ରାଣ ପ୍ରବାହିତ ହଉଛି। ମୁଁ ଆଉ ଗୋଟେ ଉଦାହରଣ ତମକୁ ଦଉଛି, ଯେ ଗୋଟେ ଲୁହାରେ ଗୋଟେ ଇଲେକ୍ଟ୍ରିକ କରେଣ୍ଟ ଚାର୍ଜ କରିଦିଅ, ହେଲା, ସେ କରେଣ୍ଟଟା ଲୁହା ଠାରୁ ଭିନ୍ନ ନା ଏକେ? ଭିନ୍ନ, କିନ୍ତୁ ତା ଭିତରେ ପାସ୍ କରି ଯାଉଛି ନା, ପାସ୍ କରୁଛି ତା ଦ୍ଵାରା। କିନ୍ତୁ ଲୁହା ଆଉ କରେଣ୍ଟ ଏ ଦିଟା ଏକ ଜିନିଷ ନା ଅଲଗା ଜିନିଷ? ନାଇଁ, ଅଲଗା। ବାସ୍ ଠିକ ସେଇଭଳି ଏଇ ଯୋଉ ଆମ କୋଷ ଭିତରେ ଯୋଉ ପ୍ରାଣ ଶକ୍ତି ପ୍ରବାହିତ ହଉଛି, ଇଏ ପ୍ରାଣ ଅଲଗା, କୋଷ ଅଲଗା। କୋଷ ଯଦି ଆମେ ଇଲେକ୍ଟ୍ରିକ ତାର କହିବା, ପ୍ରାଣଟା ହେଲା ତାର କରେଣ୍ଟ। ତେଣୁ ଆମ ଶରୀର ଭିତରେ ପ୍ରତ୍ୟେକ କୋଷରେ ଯୋଉ ପ୍ରାଣ ଶକ୍ତି ପ୍ରବାହିତ ହଉଛି, ଇଏ ଶରୀର ଠାରୁ ଅଲଗା। ଶରୀର ସହିତ କିଛି ତାର ସମ୍ପର୍କ ନାହିଁ। ପିଣ୍ଡ ବ୍ରହ୍ମାଣ୍ଡ କଥା କହୁଛ, ପିଣ୍ଡ ଅର୍ଥ ଶରୀର। ଶରୀର ଭିତରେ ଏଇ ଯୋଉ ପ୍ରାଣ ପ୍ରବାହିତ ହଉଛି, ତା ସହିତ ଆମର କୌଣସି ସମ୍ପର୍କ ନାହିଁ ଦେହର। ହେଲା, ହଉ, ପଛରେ ଯେତିକି କହିଲି ପଛରେ ବୁଝିବ। ଆଚ୍ଛା ହଉ ବାବା, ମୁଁ କେବେ ଗଲେ ମୁଁ ଆପଣଙ୍କୁ ଫୋନ କରିକି ହିଁ ଯିବି। ହଁ, ଆସ। ତମେ ନ ଆସିଲେ ଆଉ ତମର ଭଳି ପିଲା ଆସିଲେ ସିନା ଜିନିଷ ବୁଝିବ। ଆଜ୍ଞା, ପ୍ରଣାମ।